କେନ୍ଦ୍ରାପଡ଼ା ଏହା କେବଳ ଗୋଟେ ନିର୍ବାଚନ ମଣ୍ଡଳୀର ନାଁ ନୁହେଁ। ଏଇଟା ଗୋଟେ କାହାଣୀ, ମାଟି ସହ ଆଉ ସମୁଦ୍ର ସହ ଲଢ଼େଇ କରୁଥିବା ଲୋକଙ୍କର, ତାଙ୍କ ଆଶାର ଆଉ ତାଙ୍କ ନିଷ୍ପତ୍ତିର। ତ ଚାଲନ୍ତୁ ଆଜି ସେହି ସଂଖ୍ୟା ଭିତରକୁ ଯିବା ଆଉ ବୁଝିବା ଏହି ଜନାଦେଶର ପ୍ରକୃତ ମାନେ କ'ଣ। ଆମେ ଏହି ପୂରା ବିଶ୍ଳେଷଣକୁ 5ଟି ଭାଗରେ ଦେଖିବା। ପ୍ରଥମେ ବୁଝିବା କେନ୍ଦ୍ରାପଡ଼ାର ଆତ୍ମା କ'ଣ, ତାପରେ 2024ର ଜନାଦେଶକୁ ଦେଖିବା, ଏହାପରେ ଏହି ନିର୍ବାଚନ ମଣ୍ଡଳୀର ପୂରା ଯାତ୍ରାକୁ ବୁଝିବା, ଚତୁର୍ଥରେ ଲୋକଙ୍କ ପାଇଁ ଶାସନରେ ଏକ ବ୍ଲୁପ୍ରିଣ୍ଟ କେମିତି ହେବା କଥା, ଆଉ ଶେଷରେ କଥା ହେବା ଶାସନ କେମିତି ଏକ ପ୍ରତିଶ୍ରୁତି। ଆସନ୍ତୁ ପ୍ରଥମେ ସେଠିକାର ମାଟି ଆଉ ଲୋକଙ୍କୁ ବୁଝିବା, କାରଣ କୌଣସି ରାଜନୀତିକୁ ବୁଝିବା ପାଇଁ ତାର ଲୋକଙ୍କୁ ବୁଝିବା ସବୁଠୁ ଜରୁରୀ। ଦେଖନ୍ତୁ, କେନ୍ଦ୍ରାପଡ଼ା ଓଡ଼ିଶାର ଉପକୂଳରେ ଥିବା ଏକ ଜାଗା। ଏଠି ଗୋଟେ ପଟେ ମାଟି ଅଛି, ଯିଏ ପାଳେ, ଆଉ ଅନ୍ୟପଟେ ଅଛି ସମୁଦ୍ର, ଯିଏ ବେଳେବେଳେ ସବୁକିଛି ଛଡ଼େଇ ନିଏ। ଏହି ଦୁଇଟି ଜିନିଷ ଭିତରେ ହିଁ ଗଢ଼ା ଏଠିକାର ଲୋକଙ୍କ ଜୀବନ, ତାଙ୍କ ସଂଘର୍ଷ ଆଉ ସ୍ୱପ୍ନ। ଆଚ୍ଛା, ତେବେ ଏଠିକାର ସାମାଜିକ ଗଠନ କେମିତି? ଦେଖନ୍ତୁ, ଏହା ଏକ ଗ୍ରାମୀଣ ଆସନ ଆଉ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ। ଜିଲ୍ଲାର ପ୍ରାୟ 21% ଲୋକ ଏହି ବର୍ଗର, ଆଉ ତା ସହିତ ଉପକୂଳରେ ରହୁଥିବା ଓବିସି ମତ୍ସ୍ୟଜୀବୀ ସମ୍ପ୍ରଦାୟର ଏକ ବଡ଼ ଭୂମିକା ଅଛି। ଲୋକଙ୍କର ମୁଖ୍ୟ ଜୀବିକା ହେଲା ଚାଷ, ଚିଙ୍ଗୁଡ଼ି ଚାଷ ଆଉ ମାଛ ଧରିବା। ସେଠିକାର ଲୋକେ ଗୋଟେ କଥା କୁହନ୍ତି, ମାଟିର କଥା। ଏହାର ମାନେ କ'ଣ? ଏହା କେବଳ ଦୁଇଟା ଶବ୍ଦ ନୁହେଁ, ଏହା ଏକ ଗଭୀର ଅନୁଭୂତି। ଏହା ସେହି ମାଟିର କାହାଣୀ ଯିଏ ପିଢ଼ି ପରେ ପିଢ଼ି ଧରି ଲୋକଙ୍କୁ ବଞ୍ଚେଇଛି, ଆଉ ଏହା ସେହି ପ୍ରକୃତି ସହ ତାଙ୍କର ନିରନ୍ତର ଲଢ଼େଇର କଥା ବି କୁହେ, ବନ୍ୟା ହେଉ, ବାତ୍ୟା ହେଉ କି ସମୁଦ୍ରର କୋପ। ତେବେ ଏହି ସଂଘର୍ଷରୁ କେଉଁ ସମସ୍ୟା ସବୁ ବାହାରୁଛି? ଦେଖନ୍ତୁ, ବେଆଇନ ଟ୍ରଲର ପାଇଁ ସାଧାରଣ ମାଛ ଧରାଳିର ପେଟକୁ ଦାନା ଯୋଗାଡ଼ କରିବା କଷ୍ଟ। ସାତଭାଇଆ ଭଳି ଜାଗାରେ ସମୁଦ୍ର ଗାଁକୁ ଗାଁ ଗିଳି ଚାଲିଛି। ପିଲାଙ୍କୁ ଭଲ ପାଠ ପଢ଼ିବାକୁ ହେଲେ କିମ୍ବା କାହାର ଦେହ ଖରାପ ହେଲେ ବାହାରକୁ ଯିବାକୁ ପଡ଼ୁଛି। ଗାଁର ରାସ୍ତା, ଚାଷ ପାଇଁ ପାଣିର ଅଭାବ ଏବେ ବି ସତ। ଏସବୁ ମିଶି ଲୋକଙ୍କ ଭିତରେ ଗୋଟେ ଦାବି ସୃଷ୍ଟି କରୁଛି, ଥଇଥାନ ଆଉ ଭରସାର ଦାବି। ଆଉ ଯେତେବେଳେ ଲୋକେ ଏହି ସମସ୍ୟାଗୁଡ଼ିକ ବିଷୟରେ କଥା ହୁଅନ୍ତି, ସେମାନେ କେବଳ ସମାଧାନ ଖୋଜନ୍ତି ନାହିଁ, ସେମାନେ ନିଜର ମର୍ଯ୍ୟାଦା ଦାବି କରନ୍ତି। ସେମାନେ ଚାହାନ୍ତି ତାଙ୍କ କଥାକୁ ଶୁଣାଯାଉ, ତାଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯାଉ। ଦେଖନ୍ତୁ, ଏକ ସୁସ୍ଥ ଗଣତାନ୍ତ୍ରିକ ଆଲୋଚନାର ମୂଳ ଆଧାର ହିଁ ହେଉଛି ଏହି ମାନବିକ ମର୍ଯ୍ୟାଦା ଆଉ ସୂଚନା ଆଧାରିତ ବକ୍ତବ୍ୟ ସହ ଆସୁଥିବା ଦାୟିତ୍ୱବୋଧ। ଠିକ୍ ଅଛି, ତେବେ ଏହି ପରିସ୍ଥିତି ଭିତରେ କେନ୍ଦ୍ରାପଡ଼ାର ଲୋକେ 2024ରେ କ'ଣ ନିଷ୍ପତ୍ତି ନେଲେ? ଆସନ୍ତୁ ଏବେ ସିଧା ସଂଖ୍ୟା ଉପରକୁ ଯିବା। ପ୍ରଥମ ସଂଖ୍ୟାଟା ଦେଖନ୍ତୁ, 35,418। ଏଇଟା ହେଉଛି ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ବିଜୟର ବ୍ୟବଧାନ। ଏହା କୌଣସି ଛୋଟ ଜିତ୍ ନୁହେଁ, ଏହା ଏକ ବହୁତ ସ୍ପଷ୍ଟ ଜନାଦେଶ। ଆଉ ଏହି ଜନାଦେଶ କେତେ ବଡ଼ ତାହା ଏହି ଦ୍ୱିତୀୟ ସଂଖ୍ୟାରୁ ଆହୁରି ସ୍ପଷ୍ଟ ହୋଇଯାଏ। 58.5%। ଏତେ ଭୋଟ ମିଳିଥିଲା ବିଜୁ ଜନତା ଦଳକୁ। ଏହା ଏକ ଐତିହାସିକ ବୃଦ୍ଧି। ଏହି ଚାର୍ଟକୁ ଦେଖିଲେ ପୂରା ଚିତ୍ର ସ୍ପଷ୍ଟ ହୋଇଯାଉଛି। ବିଜେଡି ପାଖାପାଖି 58.5% ଭୋଟ ସହ ସବା ଆଗରେ ଅଛି। ତା ପଛକୁ ବିଜେପି ପ୍ରାୟ 35.5% ଭୋଟ ସହିତ ମୁଖ୍ୟ ବିରୋଧୀ। ଆଉ ସବୁଠୁ ବଡ଼ କଥା ହେଲା କଂଗ୍ରେସ, ଯାହା ମାତ୍ର 4.85% ଭୋଟରେ ରହିଯାଇଛି। କିନ୍ତୁ ପ୍ରକୃତ କାହାଣୀ ଏହି ତୁଳନାରେ ଲୁଚିଛି। ଭାବି ଦେଖନ୍ତୁ, ମାତ୍ର 10 ବର୍ଷ ତଳେ 2014ରେ କଂଗ୍ରେସ ପାଉଥିଲା 43% ଭୋଟ, ଆଉ ଆଜି ପାଉଛି 5%ରୁ ବି କମ୍। ସେହିପରି ବିଜେପି, ଯିଏ ସେତେବେଳେ ମାତ୍ର 7.2% ଭୋଟ ପାଉଥିଲା, ଆଜି 35.5%ରେ ପହଞ୍ଚିଛି। ଏହାକୁ କୁହନ୍ତି ରାଜନୀତିରେ ବଡ଼ ଧରଣର ଓଲଟା ପାଲଟ। ରାଜନୀତିରେ ଏହାକୁ ଭୋଟର ରିଆଲାଇନମେଣ୍ଟ କୁହାଯାଏ। ସରଳ ଭାଷାରେ କହିଲେ, ଯେତେବେଳେ ଭୋଟରମାନେ ନିଜର ପୁରୁଣା ଦଳକୁ ଛାଡ଼ି ବଡ଼ ସଂଖ୍ୟାରେ ଅନ୍ୟ ଦଳ ଆଡ଼କୁ ଚାଲିଯାଆନ୍ତି। କେନ୍ଦ୍ରାପଡ଼ାରେ ଏମିତି କାହିଁକି ହେଲା? ଏହାର ବଡ଼ କାରଣ ଥିଲେ ପ୍ରାର୍ଥୀ ନିଜେ। ଯିଏ ଜିତିଲେ ସେ ଆଗରୁ କଂଗ୍ରେସର ଜଣେ ବଡ଼ ଚେହେରା ଥିଲେ। ଯେତେବେଳେ ସେ ବିଜେଡିକୁ ଆସିଲେ, ତାଙ୍କ ସହ ତାଙ୍କର ପୁରୁଣା ଭୋଟ ବ୍ୟାଙ୍କର ଗୋଟେ ବଡ଼ ଅଂଶ ବି ଚାଲିଆସିଲା। ଆଚ୍ଛା, ତେବେ 2024ର ଏହି ଫଳାଫଳ କ'ଣ ହଠାତ୍ ହୋଇଗଲା? ନାହା, ଏହା ପଛରେ ଏକ ଲମ୍ବା ଇତିହାସ ଅଛି। ଆସନ୍ତୁ ଗତ ପ୍ରାୟ 30 ବର୍ଷର ଫଳାଫଳକୁ ଟିକେ ନଜର ପକାଇବା। ଏହି ଟେବୁଲକୁ ଦେଖିଲେ ଗୋଟେ କଥା ସ୍ପଷ୍ଟ ହେଉଛି। 2009 ପୂର୍ବରୁ କେନ୍ଦ୍ରାପଡ଼ାରେ କୌଣସି ଗୋଟିଏ ଦଳର ଦବଦବା ନଥିଲା। କେତେବେଳେ କଂଗ୍ରେସ, କେତେବେଳେ ବିଜେପି, ଏପରିକି ଓଜିଭି ବି ଜିତିଛି। କିନ୍ତୁ 2009ରେ ଟ୍ରେଣ୍ଡ ବଦଳିଲା। ସେବେଠୁ ବିଜେଡି ଲଗାତାର ଜିତୁଛି। ହେଲେ 2014 ଓ 2019ରେ ଜିତିବାର ବ୍ୟବଧାନ ବହୁତ କମ୍ ଥିଲା, ମାତ୍ର 5-6 ହଜାର।
କିନ୍ତୁ 2024ରେ ଦେଖନ୍ତୁ ଏହି ବ୍ୟବଧାନ ସିଧା 35,000 ଟପିଗଲା। ତେବେ ଏହି ପୁରା ଇତିହାସକୁ ଆମେ ତିନୋଟି ପର୍ଯ୍ୟାୟରେ ଦେଖିପାରିବା। ଗୋଟେ ଥିଲା 1995 ଆଖପାଖର ସମୟ, ଯେତେବେଳେ କଂଗ୍ରେସର ପ୍ରଭାବ ଥିଲା। ତାପରେ ଆସିଲା 2000ରୁ 2004, ଯାହା ମେଣ୍ଟ ରାଜନୀତିର ସମୟ ଥିଲା। କିନ୍ତୁ 2009 ପରଠୁ ଏହାକୁ ଆମେ ବିଜେଡି ୟୁଗ କହିପାରିବା, ଯେଉଁଠି ଦଳ ନିଜର ସ୍ଥିତିକୁ ଲଗାତାର ମଜବୁତ କରିଛି। ତେବେ ପ୍ରଶ୍ନ ହେଉଛି, ଯେଉଁ ଆସନରେ ଏତେ କଡ଼ା ଟକ୍କର ହେଉଥିଲା, ତାହା ହଠାତ୍ ଗୋଟିଏ ଦଳ ପାଇଁ ଏକତରଫା କେମିତି ହୋଇଗଲା? ଏହାର ମୂଳ କାରଣ କ'ଣ? ଏହି ପରିବର୍ତ୍ତନ ପଛରେ ମୁଖ୍ୟତଃ 4ଟି କାରଣ ଅଛି। ପ୍ରଥମ, 2009 ପରଠାରୁ ବିଜେଡି ନିଜର ସଂଗଠନ ଆଉ ଯୋଜନା ବଳରେ ଏକ ବିଶ୍ୱସ୍ତ ଭୋଟ ବ୍ୟାଙ୍କ ତିଆରି କରିପାରିଛି। ଦ୍ୱିତୀୟ, ବିରୋଧୀ ଭୋଟ ସବୁବେଳେ କଂଗ୍ରେସ ଆଉ ବିଜେପି ଭିତରେ ବାଣ୍ଟି ହୋଇଯାଉଥିଲା। ତୃତୀୟ କାରଣ, କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହେବା ପରେ ଯେଉଁ ଶୂନ୍ୟସ୍ଥାନ ତିଆରି ହେଲା, ତାକୁ ବିଜେପି ପୂରଣ କରିବାକୁ ଚେଷ୍ଟା କଲା, କିନ୍ତୁ ବିଜେଡି ତାର ଅଧିକ ଫାଇଦା ନେଲା। ଆଉ ଚତୁର୍ଥ, ସମୁଦ୍ର କୂଳ ଖାଇବା ଭଳି ସମସ୍ୟା ଲୋକଙ୍କ ପାଇଁ ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ ହୋଇଗଲା। ଠିକ୍ ଅଛି, ନିର୍ବାଚନ ତ ଜିତିଗଲେ, କିନ୍ତୁ ଏତିକିରେ କାମ ସରିଯାଏନି। ପ୍ରକୃତ କାମ ଏବେ ଆରମ୍ଭ। ଏତେ ବଡ଼ ଜନାଦେଶକୁ ଲୋକଙ୍କ ସେବା ପାଇଁ ଏକ ସୁଚିନ୍ତିତ ଶାସନ ନୀତିରେ କେମିତି ପରିଣତ କରାଯିବ? ଏଥିପାଇଁ ଏକ ସାମଗ୍ରିକ ରଣନୀତି ଦରକାର। ଆମେ ଏହାକୁ ଚତୁର୍ମୁଖୀ ଢାଞ୍ଚା ବୋଲି କହିପାରିବା। ଏହାର ମାନେ ହେଲା 4ଟି ଦିଗକୁ ଏକାଠି କରି କାମ କରିବା: ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ, ଦଳର ନେତୃତ୍ୱ, ବିକାଶର କାର୍ଯ୍ୟକ୍ରମ ଆଉ ଭୋଟରଙ୍କ ଆବଶ୍ୟକତା। ଏହି 4ଟିକୁ ଯୋଡ଼ିଲେ ହିଁ ଲୋକଙ୍କ ବିଶ୍ୱାସ ଗଢ଼ାଯାଏ ଆଉ ତାକୁ ବଜାୟ ରଖାଯାଏ। ଏହାର 4ଟି ସ୍ତମ୍ଭ କ'ଣ? ପ୍ରଥମ, ପ୍ରାର୍ଥୀଙ୍କ ନିଜର ବ୍ୟକ୍ତିତ୍ୱ, ଯାହା ଲୋକଙ୍କ ନିଜର ଲାଗିବ। ଦ୍ୱିତୀୟ, ଦଳର ଲୋକକଲ୍ୟାଣକାରୀ ଚିନ୍ତାଧାରା। ତୃତୀୟ, ବିକାଶର ଏଜେଣ୍ଡା, ଯେଉଁଥିରେ ସିଧାସଳଖ ସ୍ଥାନୀୟ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ। ଆଉ ଚତୁର୍ଥରେ, ସମାଜର ପ୍ରତ୍ୟେକ ବର୍ଗ, ଚାଷୀ ହୁଅନ୍ତୁ, ମତ୍ସ୍ୟଜୀବୀ ହୁଅନ୍ତୁ କି ମହିଳା, ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଅଲଗା ଅଲଗା ଯୋଜନା। ଆଉ ଏହି ରଣନୀତିକୁ କାର୍ଯ୍ୟକାରୀ କରିବାକୁ ହେଲେ ଜାଣିବାକୁ ପଡ଼ିବ ଯେ ଲୋକଙ୍କ ପାଇଁ ସବୁଠୁ ଜରୁରୀ ସମସ୍ୟା କ'ଣ। ଦେଖନ୍ତୁ, ସବା ଉପରେ ଅଛି ସମୁଦ୍ର କୂଳ ଖାଇବା ସମସ୍ୟା ଆଉ ବିସ୍ଥାପିତଙ୍କ ଥଇଥାନ। ତାପରେ ଆସୁଛି ଗୋଟେ ଭଲ ମେଡିକାଲ କଲେଜର ଆବଶ୍ୟକତା, ମତ୍ସ୍ୟଜୀବୀଙ୍କ ସୁରକ୍ଷା, କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା, ଆଉ ଶେଷରେ ଗାଁର ରାସ୍ତାଘାଟ ଆଉ ଚାଷ ପାଇଁ ପାଣି। ଆଉ ଯେତେବେଳେ ଆମେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ତଥ୍ୟ ବା ଡାଟାର ବ୍ୟବହାର କରୁ, ସେତେବେଳେ ଏକ ବଡ଼ ଦାୟିତ୍ୱ ମଧ୍ୟ ଆସେ। ଲୋକଙ୍କର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବାଟା ବହୁତ ଜରୁରୀ। ଏହା ଏକ ପ୍ରକାରର ବିଶ୍ୱାସ। ଭାରତର ଡିପିଡିପି ଆଇନ ଏହି କଥାକୁ ସୁନିଶ୍ଚିତ କରେ ଯେ ନାଗରିକଙ୍କ ଗୋପନୀୟତା ଏବଂ ସେମାନଙ୍କର ସହମତିକୁ ସବୁବେଳେ ସମ୍ମାନ ଦିଆଯିବ। ତେବେ ଆଗକୁ ରାସ୍ତା କ'ଣ? ସକାରାତ୍ମକ ଦିଗ ହେଲା, ଦଳର ସଂଗଠନ ମଜବୁତ ଅଛି, ପ୍ରାର୍ଥୀଙ୍କର ନାଁ ଅଛି, ଆଉ ଲୋକକଲ୍ୟାଣ ଯୋଜନାର ଲାଭ ମିଳିବ। କିନ୍ତୁ କିଛି ଚ୍ୟାଲେଞ୍ଜ ବି ଅଛି। ପ୍ରାର୍ଥୀଙ୍କର ଦଳବଦଳ ଯୋଗୁଁ କିଛି ଲୋକଙ୍କ ମନରେ ପ୍ରଶ୍ନ ଥାଇପାରେ। ବିଜେପିର ଶକ୍ତି ବଢ଼ୁଛି, ଆଉ ସମୁଦ୍ରକୂଳ ଖାଇବାକୁ ନେଇ ଲୋକଙ୍କ ଭିତରେ ଥିବା ଅସନ୍ତୋଷ କେତେବେଳେ ବି ବଡ଼ ରୂପ ନେଇପାରେ। ଏବେ ଆସନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଉପରକୁ। ନିର୍ବାଚନ ସରିଗଲା, ଫଳାଫଳ ଆସିଗଲା, କିନ୍ତୁ ଏହା ଶେଷ ନୁହେଁ, ଏହା ଏକ ଆରମ୍ଭ। କାରଣ ଶାସନ ହେଉଛି ଏକ ପ୍ରତିଶ୍ରୁତି। ଏହି କଥାଟିକୁ ମନେ ରଖିବା ଦରକାର। ନିର୍ବାଚନ ହେଉଛି ଏକ ଆଳାପ, କିନ୍ତୁ ଶାସନ ହେଉଛି ଏକ ପ୍ରତିଶ୍ରୁତି, ଯାହାକୁ ପାଳନ କରିବାକୁ ପଡ଼ିବ। ଲୋକମାନେ ଯେଉଁ ଭୋଟ ଦିଅନ୍ତି, ତାହା କେବଳ ଗୋଟେ ସଂଖ୍ୟା ନୁହେଁ, ତାହା ହେଉଛି ଏକ ପବିତ୍ର ବିଶ୍ୱାସ। ଆଉ ଏହି ବିଶ୍ୱାସ ଗଢ଼ିବା ପାଇଁ ପ୍ରଥମ 90 ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଏମିତି ଭାବନ୍ତୁ, ପ୍ରଥମ 30 ଦିନ କେବଳ ଲୋକଙ୍କ ପାଖକୁ ଯାଆନ୍ତୁ, ତାଙ୍କ କଥା ଶୁଣନ୍ତୁ ଆଉ ଛୋଟ ଛୋଟ ସମସ୍ୟାର ତୁରନ୍ତ ସମାଧାନ କରନ୍ତୁ। ତାପରେ 30 ଦିନ ବଡ଼ ପ୍ରତିଶ୍ରୁତି ଉପରେ କାମ ଆରମ୍ଭ କରନ୍ତୁ ଆଉ ଲୋକଙ୍କ ସହ ମିଶି ତାଙ୍କ ମତାମତ ନିଅନ୍ତୁ। ଆଉ ଶେଷ 30 ଦିନରେ ଘରକୁ ଘର ଯାଇ ଲୋକଙ୍କୁ ଜଣାନ୍ତୁ ଯେ କାମ କେତେ ବାଟ ଗଲାଣି ଆଉ ପୁଣି ଥରେ ତାଙ୍କ ବିଶ୍ୱାସ ଜିତନ୍ତୁ। ତେବେ ଶେଷରେ ଆମ ସାମ୍ନାରେ ଏହି ବଡ଼ ପ୍ରଶ୍ନ ରହୁଛି। ଗୋଟେ ନିର୍ବାଚନକୁ ତଥ୍ୟ ଆଉ ରଣନୀତି ବଳରେ ଜିତିବା ସମ୍ଭବ, କିନ୍ତୁ କ'ଣ ସେହି ବିଜୟକୁ ବିଶ୍ୱାସ, ସେବା ଆଉ ଉତ୍ତରଦାୟିତ୍ୱ ଉପରେ ଆଧାରିତ ଏକ ପ୍ରକୃତ ଲୋକକେନ୍ଦ୍ରିକ ଶାସନରେ ପରିଣତ କରାଯାଇପାରିବ? ଏହାର ଉତ୍ତର ହିଁ କେନ୍ଦ୍ରାପଡ଼ାର ଭବିଷ୍ୟତ ନିର୍ଦ୍ଧାରଣ କରିବ। ଯଦି ଆପଣ ଜଣେ ଲୋକକେନ୍ଦ୍ରିକ ନେତା ହେବାକୁ ଚାହାନ୍ତି ଆଉ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଇଚ୍ଛା ରଖନ୍ତି, ତେବେ blueprintstrategies.ai ସହିତ ଯୋଗାଯୋଗ କରନ୍ତୁ। ଆମ ଇମେଲ୍ ହେଉଛି mgr@blueprintstrategies.ai କିମ୍ବା ଆପଣ 080420416602ରେ କଲ୍ କରିପାରିବେ। ରାଜନୀତିରୁ ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ।